ଗୋଟେ କାମ ଚାଲିଛି ରୋଡ଼ ବାନ୍ଧାବୁନ୍ଧି ଚାଲିଛି ହେଲା ସେଇ ସାଇଡ଼୍ରେ ଆଉ ସେପଟେ କାମ ଚାଲିଛି ରୋଡ଼ ବାନ୍ଧାବୁନ୍ଧି ହେଉଛି ଆଉ ଘର ଇଏ କରିବେ ନାକି ହେଲା। ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ଗୋଟେ ଛୋଟ ବ୍ଲଗ୍। ଆଉ ମୁଁ ଏବେ ଅଛି ମକା ବାଡ଼େ ଗାଇସ୍। ଆଉ ମକା ବାଡ଼େ ସବୁ ମକା ଗଛ ଶୁଖିକି ପୁରା ପାମ୍ପଳ ହେଇଯାଇଛି। ଏତେ 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 ପାମ୍ପଳ ଦେଖ କେମିତି ଶୁଖି ଯାଇଛି ଦେଖ ପୁରା ଗଛ ପୁରା ନଷ୍ଟ ହେଇଗଲା ଗାଇସ୍। ଆଉ ଏଇଗା ଟିକେ ଟିକେ ବି ବଞ୍ଚିଛି ଏଇଗା ବି ପୁରା ନଷ୍ଟ ହେଇଯାଇଛି। କ'ଣ କହିବାକୁ ଆଉ ଗୋଟେ ଆଖୁ ଗଛ ଦେଖ ଠିକ୍ ଅଛି, ଆଖୁ ଗଛ ଠିକ୍ ଅଛି। ଆଉ ମକା ଗଛଟା ପୁରା ଶୁଖିକି ନଷ୍ଟ ହେଇଗଲା। ଆଉ ମକା ନା କିସ କିଛି ବାହାରିଲାନି ଗାଇସ୍, ପୁରା ଯାଇଛି ବେକାର ହେଇଗଲା। ମକା ଗଛ ଏତେ ଲମ୍ବାରୁ ଲଗେଇଥିଲା ମାନେ ହଳ ପାଣି ଦେଇକିରି ଇଏ କରିଥିଲା ସବୁ ଶୁଖି ଯାଇଛି। କୁହନି ଦେଖିକି ଖରାପ ଲାଗୁଛି ଗାଇସ୍। ଦେଖ କେମିତି ଶୁଖି ଯାଇଛି ପୁରା ଶୁଖି ପାମ୍ପଳ ଆଉ ନାହିଁ କିଛି। ଆଉ ମୁଁ ଭାବୁଥିଲି ଟିକେ ମାନେ ବଞ୍ଚିଥିବ ଗଛ, ନାହିଁ ଆଉ ନାହିଁ ଗଲା ସବୁ ମାନେ ନଷ୍ଟ ହେଇଗଲା ଗାଇସ୍। ମକା ଗଛ ପୁରା ନଷ୍ଟ ହେଇଗଲା। ଆଉ କ'ଣ କହିବି କୁହ ଗାଇସ୍, ଯେଉଁ ଚାଷୀ ଲଗେଇଛି ତାକୁ ଟିକେ ଦୁଃଖ ବି ଲାଗୁଥିବ ହେଲା। ଆଉ ଦୁଃଖ ଲାଗେନି କ'ଣ ହେବ, ଭଗବାନ ତ ଯାହା କରିବେ ଆଉ ଗାଇସ୍। ମୁଁ କ'ଣ କରିବି, ଏଇ ମକା ଗଛ ଦେଖିତେ ଟିକେ ଆସିଥିଲି ଆଉ ଠିକ୍ ଅଛି ନା ନାହିଁ। ଆଉ ଦେଖିଲା ବେଳେ ଏତେ ପୁରା ଶୁଖି ଯାଇଛି ହେଲା। ଆଉ ଏବେ ଆମେ ପଳେଇବା ଆମ ସେ ବାଟେ ପଳେଇବା ସେ ଜାଗା। ଆଉ ଘର କାମ ବି ଏବେ ଷ୍ଟାର୍ଟ ହେଇଗଲାଣି ସେ ବାଟୁ। ଆଉ ମକା ଗଛ ତ ପୁରା ଶୁଖିକି ପାମ୍ପଡ଼ ହେଇଯାଇଛି। କାଳିଆ ମାଳିଆ ପଡ଼ିଯାଇଛି ଦେଖ ସେ ବାଟେ, ଏଟା କାଳିଆ ପଡ଼ିଯାଇଛି କିସ କୁହାଯିବ କହ। ହଉ ଗାଇସ୍ ଚାଲ ଆମେ ଆମ ଜାଗାକୁ ଯିବା, ତାପରେ ଆପଣମାନଙ୍କୁ ଦେଖାଉଛି ଆଉ ହେଲା ଚାଲ। ଆଉ ସେଆଡ଼େ କାମ ଚାଲିଛି ମାନେ ଘର ଇଏ ରୋଡ଼ ବାନ୍ଧାବୁନ୍ଧି ଚାଲିଛି ହେଲା। ଆଉ ଇଆଡ଼େ କି ଫୁଲ ହେବ ନା ଗାଇସ୍, ଏଇଟା ହେଉଛି ଶିମ୍ବିଳି ଫୁଲ। ଶିମ୍ବିଳି ଗଛର ଫୁଲ ଗାଇସ୍ ଦେଖ କେତେ ଫଳୁଛି ହେଲା। ଆଉ ଶିମ୍ବିଳି ଗଛରେ ଏଇଟା ଫୁଲ ଗା। ଆଉ ମୁଁ ଜାଣିଥିଲିନି ଶିମ୍ବିଳି ଗଛ ମାନେ ଶିମ୍ବିଳି ଗଛଟା ବୋଲି ହେଲା। ଆଉ ମୁଁ କହିଦେଲି ମାନେ କାଜୁ ଯେଉଁ ଇଏର ସେଇଟା ଭୁଲ ହେଇଯାଇଛି, ଆଉ ଜାଣିନି ଆଉ ଏବେ ଜାଣିତେ ପାଇଲି। ଆଉ ସେପଟେ କାମ ଚାଲିଛି ରୋଡ଼ ବାନ୍ଧାବୁନ୍ଧି ଚାଲିଛି ହେଲା ସେଇ ସାଇଡ଼୍ରେ। ଆଉ ସେପଟେ କାମ ଚାଲିଛି ରୋଡ଼ ବାନ୍ଧାବୁନ୍ଧି ହେଉଛି ଆଉ ଘର ଇଏ କରିବେ ନାକି ହେଲା। ଆଉ ଇଏ ହେଉଛି ଶିମ୍ବିଳି ଫୁଲ ଦେଖ କେମିତି ହେଇଛି ଶିମ୍ବିଳି ଫୁଲ। ଏଇନା ଖରା ଦିନିଆ ବେଜାଇଁ ଧରିବ ହେଲା ଶିମ୍ବିଳି ଫୁଲ। ଆଉ ବେଶୀ ଧରିବ ତ ଶିମ୍ବିଳି ଫୁଲ, ଆଉ କ'ଣ କରିବାକୁ କେମିତି କହୁଛି ସବୁଆଡ଼େ ପଡ଼ୁଛି। ଏଇ ଗଛଟା ଶୁଖିଯାଇଛି, ଆଉ ଏଇ ଗଛଟା ଆଉ ବଢ଼ିଛି ସେଟା ମାନେ ସେ ପଡ଼ିକି ପୁରା ଶୁଖିଗଲାନି। ଆଉ ସେଥିପାଇଁ ଆଉ ଏବେ ଏଇ ଫୁଲ ଏଇ ସାଇଡ଼୍ର ଗଛଟା ପଡ଼ୁଛି ଆଉ ସେଇଟା ଶୁଖିକିନା ବେକାର ହେଇଯିବ ଏଇ ଗଛଟା। କ'ଣ କହିବା କହ, ଆମ ଜୀବନ ବି ଏମିତି। ଆମେ ଯେତେ ଯାଇ ଟୁକା ଅଛେ ସେତିକି ଯାଇ ଖଟୁଥିବା, ଥରେ ବୁଢ଼ା ହେଇଗଲେ ଆମେ ବି କିଛି କରିପାରିବା। ଏମିତି ଆଉ ଜୀବନ ଆଉ ହେଲା। ଦେଖିଲେ ତ ମକା ଗଛ ପୁରା ଶୁଖିଯାଇଛି, ବେକାର ହେଇଯାଇଛି, ନଷ୍ଟ ହେଇଯାଇଛି ହେଲା। ଏମିତି କିଛି ହେଉଛି ଆଉ ଜୀବନରେ। ଦୁଃଖ ଖାଲି ଦୁଃଖ। ଆଜି ହେଉଛି ମୋ ନୂଆ ବ୍ୟାଗ୍ଟା ଆସିଲା ପାର୍ସଲ୍ ହେଲା। ଆଉ ଘରକୁ ଯିବା ନାଗି ଅର୍ଡ଼ର୍ କରିଥିଲି ନା ହ୍ୟାଣ୍ଡ ବ୍ୟାଗ୍ଟା, ଆଉ ଆଜି ଆସିଛି। ଆଉ ମୁଁ ତାକୁ ଆଣିକି ରଖିଦେଇ ସାରିଲିଣି ଗାଇସ୍। ଆପଣମାନଙ୍କୁ ଦେଖେଇ ପାରିନି, ଆପଣମାନଙ୍କୁ ଗଲା ଟାଇମ୍ରେ ଦେଖେଇଦେବି ହେଲା। ଆଉ ଏବେ ଦେଖିପାରିବିନି, କ'ଣ କହିବି କୁହ ଗାଇସ୍। ଆଉ ଦେଖିଲ ସେ ଗୋଟେ କାମ ଚାଲିଛି ହେଲା, ସେ ଗୋଟେ କାମ ଚାଲିଛି ତ ଆଉ ଆମେ ଏଇ ବାଟେ ଆଉ ହେଲା। ଆଉ କ'ଣ କହିବି। ହଉ ଗାଇସ୍ ରଖୁଛି। ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ହେଲା। ଆଉ କମେଣ୍ଟ କରିକି ନିହାତି କହିବେ କେମିତି ହେଇଛି ଭିଡ଼ିଓ ହେଲା। ଆଉ ରହୁଛି, କାଲି ନେକ୍ସଟ ବ୍ଲଗ୍ରେ ଦେଖା ହେବା। ଜୟ ଜଗନ୍ନାଥ।